କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ ଥିବା ଗୁରୁକୁଳ ଶିଶୁ ମନ୍ଦିରର ଅଷ୍ଟମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚନ୍ଦ୍ରମଣି କହଁର ମୁଖ୍ୟ ଅତିଥି ଏବଂ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସେହିଭଳି ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ତଥା ବିଜେଡି ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ, ତୁମୁଡ଼ିବନ୍ଧ ବ୍ଲକ ଅଧ୍ୟକ୍ଷ ବାସନ୍ତୀ ମାଝୀ, ଗୁରୁକୁଳ ଶିଶୁ ମନ୍ଦିରର ଉପଦେଷ୍ଟା ଉମେଶ ଚନ୍ଦ୍ର ଦଣ୍ଡସେନା ଓ ନେତ୍ର ମାନସେଟ୍ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସମସ୍ତ ଅତିଥି ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଜୀବନର ପ୍ରଥମ ପାହାଚରେ ଶିକ୍ଷାଲାଭ ଆରମ୍ଭ କରୁଥିବା କୁନି କୁନି ଶିଶୁମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉପରେ ସମସ୍ତେ ଆଲୋକପାତ କରିଥିଲେ। ଫଳରେ ଏହି ଶିଶୁମାନେ ଦିନେ ସଫଳ ହୋଇ ନିଜ ଜନ୍ମ ମାଟି ତଥା ଦେଶର ପାଇଁ ଗୌରବ ଅର୍ଜନ କରିବେ ବୋଲି କହିଥିଲେ। ପାଳନ କରିବା ପାଇଁ ଚାହୁଁଛୁ। ଏହି ଅନୁଷ୍ଠାନ ଚାଲିବା ଉପରେ ଅଞ୍ଚଳବାସୀଙ୍କ ଅବଦାନ ଅତୁଳନୀୟ ଅଟେ। ଆଜି ଦେଖୁଛନ୍ତି ଆପଣମାନେ କେତେ ମାହୋଲ ଆସୁଛି, ଆଉ କିଛି ସମୟ ଦେଖିବେ ପିଲାଙ୍କ ନାଚ ଗୀତ ପ୍ରତିଭା ଅନ୍ୱେଷଣ ଚାଲୁଛି। ଏଠି ଆମର ଶିକ୍ଷା, ମୁଁ ଏତିକି କହିବା ପାଇଁ ଚାହୁଁଛି ଯେ ଆମର ଶିକ୍ଷା ତ ସମସ୍ତେ ଦିଅନ୍ତି, କିନ୍ତୁ ଆମ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଅନୁଷ୍ଠାନ ପ୍ରଚାର ଚାଲିଛି। ତୁମୁଡ଼ିବନ୍ଧରୁ ସୁଶାନ୍ତ ମଣ୍ଡଳଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ରୁମ୍।